ଅଜଗର ଧାରା ମୋ ମହାପୁରୁଷଙ୍କର ଗୋଟେ ବହିରେ ଲେଖିଲେ ଓଲଟା ପଥ ଧରିଲେ ଜ୍ଞାନ ହବ ତୋର ସଳଖ ବାଟ ମାୟାର ବ୍ୟବହାର ଗୋଟେ ପଢିଥିଲି। ଏଇଟା କଣ ଓଲଟା ବାଟରେ ଧରିଲେ ଜ୍ଞାନ ହବ ତୋର କଣ ଏଇଟା? ତମେ ଯୋଉ ବାଟରେ ଯାଇଛ ସେଇ ବାଟରେ ଫେରି ଆସିଲେ ତ ମୁଁ ମୂଳ ଜାଗାରେ ପହଞ୍ଚିବ ଆଉ। ଧର ମୁଁ ମଠରୁ ଗଲି ବଜାରକୁ ଆଉ ପୁଣି ଯଦି ବଜାରରୁ ଆସିବି ପୁଣି ମଠକୁ ଯୋଉ ବାଟେ ଯାଇଥିଲି ସେ ବାଟେ ଓଲଟା ବାଟରେ ଆସିବି ନା ଆଉ ନ ଆସିଲେ ମୁଁ ମୂଳ ଜାଗାଟା ପାଇବି କେମିତି? ହଁ 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 ମାନେ ମୁହଁଟା ଆଗ କରିକି ଯାଇଥିଲେ ଫେରିଲା ବେଳକୁ ପୁଣି ପଛ କରି ଫେରୁଛନ୍ତି। ହଉଛି କଥା। ତାମାନେ ଏଇଟା ଅନୁଲୋମ ବିଲୋମର କାର୍ଯ୍ୟ। ଅନୁଲୋମ ବିଲୋମଟା ପ୍ରାଣାୟାମ କଥା। ହଁ ନାଇଁ ସେଟା ଏଇଟା ପ୍ରାଣାୟାମ ନୁହେଁ ଏଇଟା ମାନସିକ। ହଁ ଏଇଟା ଯୋଉଟା ଯେ ମୁଁ ତା ମାନେ ମୁଁ ଠିକ ଭାବରେ ଜାଣିଛି କି ନାଇଁ ମୁଁ କହିପାରୁନି। ତା ମାନେ ଆମେ ସ୍ୱାସ୍ଥ୍ୟଟା ତ ଭିତରକୁ ସିନା ଏମିତି ସମସ୍ତଙ୍କର ଧାରଣା ଭିତରକୁ ଆମେ ନଉଛେ ନାକ କିନ୍ତୁ ଏବେ ଆକ୍ଚୁଆଲି କଣ ମୂଳାଧାରରୁ ଆଡକୁ ଆସିବ। ମୂଳାଧାରରୁ ଅଟୋମେଟିକ ଉପରକୁ ଉଠିବ ଆପଣଙ୍କ ଝାଡା ପରିସ୍ରା ସବୁ ବନ୍ଦ ହେଇଯିବ ହେଇଯିବ ଏଥିରେ ପବନ। ଏଗୁଡ଼ା ହେଇଯାଇଥିଲା ବହୁତ ଆଜ୍ଞା। ବିପଦ ତାକୁ ଯୋଉ ଜଗି ରଖି କରିବା କଥା ନହେଲେ ବିପଦ ହବେନି ଲୋକ ଯୋଉ ଛାତି ଫାତି ଭିତରେ ପଞ୍ଜରା ହାଡ ଭିତରେ ପବନ ପଶିଗଲେ ତା ଅଟକି ଯିବ ବହୁତ ହଇରାଣ। ଆମର ହଁ ମା ଶୁଣ ଆମର ହଁ ଖଣ୍ଡରା ଛକ ଆମର ଯାଜପୁର ଟାଉନ ପାଖରେ ଅଛି। ସେଠି ଜଣେ ଆଜ୍ଞା ବାବା ଥିଲେ ତାଙ୍କ ନାଁ ହେଲା ହରେକୃଷ୍ଣ ବାବା। ସେ ଆଜ୍ଞା ହରେକୃଷ୍ଣ ବାବା ହଉଛନ୍ତି ଅନ୍ଧ ବୁଝିଲେ ନା ଆଜ୍ଞା ଯେ ଆଜ୍ଞା ଅନ୍ଧ ଆମ ବାଇଟେଙ୍କ ମଠରେ ଥିଲେ ରସାନନ୍ଦ ଦାସ ଆଉ ଆମ ସେଠି ଠାକୁରେ ଥିଲେ ରସାନନ୍ଦ ଦାସଙ୍କ ପାଖରେ ଠାକୁରେ ଆସିକି ରହିଥିଲେ ବାନା ନେଇକି। ଆଜ୍ଞା ଯଦି ରହିଥିଲେ ଏଇ ଯୋଉ ହରେକୃଷ୍ଣ ଦାସଙ୍କ ଘର ଆମ ସେ ବାଇଟେଙ୍କ ମଠ ପାଖାପାଖି। ସିଏ ଆଜ୍ଞା କଲେ କଣ ନା ଯାଇକି ଯେତେବେଳେ ବାଇଟେଙ୍କ ମଠରେ ପହଞ୍ଚିଲେ ବାନା ଦବା ପାଇଁ ସେଇଠୁ ହରେକୃଷ୍ଣ ବାବା କହିଲେ ଆରେ ଦୟା ତୁ ତାକୁ ବାନା ଦେଇଦେ। ସେଇଠୁ ଠାକୁର ସେଇଠୁ ହାତ ଯୋଡିଲେ କହିଲେ ନାଇଁ ନାଇଁ ଆଜ୍ଞା ଆପଣ ମୋଠୁ ଜ୍ୟେଷ୍ଠ ମୁରବି ଥାଉଁ ମୁଁ ବାନା ଦେବି ଶୁଭ ହବନି ଆପଣ ଦିଅନ୍ତୁ। ସେଠୁ ହରେକୃଷ୍ଣ ବାବା ତାକୁ ବାନା ଦେଇଦେଲେ। ଦେଲା ପରେ ସିଏ ଖଣ୍ଡରା ଛକରେ ଆସିକି ସାଧନା କଲା ସାଧନା କରୁ କରୁ ଅତି ଗଲା ପଞ୍ଜରାରେ ମାନେ ପବନ ଯେତେବେଳେ ପବନ ଅତିଗଲା କି ସିନା ତାଙ୍କର ସେ ଯୋଉ ରସାନନ୍ଦ ବାବା ତାକୁ ବାନା ଦେଲେ ରସାନନ୍ଦ ବାବାଙ୍କର ଏତେ ଫର୍ମୁଲା ଅଛି କିନ୍ତୁ ରସାନନ୍ଦ ବାବାଙ୍କର ସାଧନା ନାହିଁ। ତେଣୁ ଓହୋ ସିଏ କଣ କଲା ନା ସେ ବାଇଟାଙ୍କ ମଠରୁ ସେ ଠାକୁରଙ୍କୁ ଡାକିଲା କିଏ ସେ ହରେକୃଷ୍ଣ ବାବା। ମାନେ ଘରେ ଥାଇକି ଡାକ ପକେଇଲେ। ହଁ ନୁହେଁ ଘରେ ନୁହେଁ ବାଇଟେଙ୍କ ମଠରୁ ଯୋଉ ହରେକୃଷ୍ଣ ବାବା ଅଛନ୍ତି ସେଠିକି ପ୍ରାୟ 30 କିଲୋମିଟର ରାସ୍ତା। ଆଜ୍ଞା ସେ 30 କିଲୋମିଟର ରାସ୍ତାରେ ସେ ଡାକ ପକେଇଲେ ଯେ ମତେ ରକ୍ଷା କର ମୁଁ ଏମିତି ବସିଥିଲି। ହଁ ମୁଁ ବୁଝୁଛି ସେଇଟା ମାନେ ତାଙ୍କର ମାନସ ସ୍ତରରେ ସେ ଡାକୁଛନ୍ତି। ଡାକିଲେ ଯେତେବେଳେ ଡାକିଲେ ଠାକୁରଙ୍କୁ ଶବ୍ଦ ହେଲା ହଁ ଶୁଣି ଠାକୁର ସେଇଠୁ ଗଲେ ଯାଇକି ପହଞ୍ଚିକି ଯେତେବେଳେ ସେଇ ଖଣ୍ଡରା ଛକ ତାଙ୍କ ମଠ ଦୁଆରେ ସିଏ କଣ କଲେ ନା ବଇଁଶିଟାକୁ ଦିଥର ଫୁଙ୍କି ଦେଲେ। ଯେମିତି ବଇଁଶି ଫୁଙ୍କି ଦେଲେ ସେ ବଇଁଶି ଆବାଜରେ ସେ କଣ କଲେ ନା ତାଙ୍କର ସେ ବାୟୁ ଦୋଷ କଟିଗଲା। କଣ ଆଜ୍ଞା ଗୋଟେ କଥା ହଉଛି ମଝିରେ ମଝିରେ ଟିକେ ବ୍ୟତିକ୍ରମ ହେଲେ ଏସବୁ କଥା ହଏ ବୁଝିଲ। ବାଇଟେଙ୍କ ମଠରେ ମୁଁ ଅଛି ଗୁରୁଙ୍କ ପାଖରେ ଅଛି ସେଇ ମୋ ଦି ପଞ୍ଜରା ହାଡରେ ପଶିଗଲା ପବନ ରାତି ପ୍ରାୟ 2ଟା ଖଣ୍ଡ ପବନ ପଶିଛି ମୋର ବିନ୍ଧୁଛି ତ ମୋର ଗଡୁଛି ଦୁଆର ମୁହଁରେ ଗୁରୁଙ୍କ ଦୁଆର ମୁହଁରେ ବସିକି ଗଡୁଛି ଠାକୁର ଦ୍ୱାରା ଆସିଲେ ଆସିକି ସେଇଠୁ ବାହାରକୁ ପରିସ୍ରା କଲେ ମତେ ଦେଖି ମାଇଲେ ଗୋଟେ ଗୋଇଠା ହେ ସାଲା ଏଠି ଘୁଞ୍ଚି ଯା ମୁଁ ମତେ ଯେମିତି ଠାକୁର ତାଙ୍କର ଚାଲିଗଲେ ସିଏ କଣ ଜାଣନ୍ତି ଏ ନା କଥା ସେ କଣ କହିଦେଲେ ପଦଟେ କାହିଁକି ହଉଛି ଜାଣିଥିବେ। ସେ କଥା ସିଏ ତାଙ୍କର ଜାଣନ୍ତି ନା ନା କହିଲେ ମୁଁ ତ ବି ସେ କହୁନି ମୁଁ କଷ୍ଟ ଭୋଗୁଛି କିନ୍ତୁ ମୁଁ ପୁରା ତାଙ୍କୁ କହୁନି କାହିଁକି ଆଜ୍ଞା ନା ଗୋଟେ କଥା ହଉଛି ଯେହେତୁ ଯିଏ ଜାଣନ୍ତି ଯିଏ ଆଜ୍ଞା ସର୍ବଜ୍ଞ ସବୁ କଥା ଜାଣନ୍ତି ତେଣୁ ତାଙ୍କୁ ଆଜ୍ଞା ଆମେ ଜଣେଇବାଟା ଗୋଟେ ଧୃଷ୍ଟତା ନୁହଁ। ନିଶ୍ଚୟ ନିଶ୍ଚୟ ସୂର୍ଯ୍ୟଙ୍କୁ ନେଇକି ଆମେ ଗୋଟେ ଦୀପ ଦେଖେଇବା ଏଇଟା ଗୋଟେ କଣ ନା ଗୋଟେ ସେ ଖେଳା ଉଚିତ କଥା ନୁହେଁ। ସେଇଭଳି ପ୍ରକାର କଥା ଯାହା ହଉ ସେ ତାଙ୍କର ପୁଣି ତାର 2 ଘଣ୍ଟା ପରେ ତାର ବଳେ ବଳେ କମିଗଲା ତେଣୁ କାହିଁକି ହେଲା କାହିଁକି କମିଲା ସେ କଥା ଯିଏ କରିଛି ସିଏ ଜାଣିଛି ଆମେ କାହିଁ ସେଥିରେ ବୁଝେଇବୁ। ତା ଭିତରେ ଦରକାର ନାହିଁ ପର୍ବତ ତାଡ଼ିବା। ହଁ ଆଉ ଏଇଭଳି ପ୍ରକାରର କଥା 16 ବର୍ଷ ବିତି ଯାଇଛି ତାଙ୍କ ପାଖରେ ବୁକୁଚା ବହିନି ତାଙ୍କର ଆଜ୍ଞା ଆଜ୍ଞା ଓ କାଇଁ କହୁଛନ୍ତି ତାଙ୍କୁ ସିଏ ଯୋଉ କରୁଣା ସେ ଯୋଉ କହିଦେଲେ ବୋଧେ ଏ ଯା ହୁଁ ସିଆଡୁ ଘୁଞ୍ଚି ଯା ବାସ୍ ହୁଁ ହେଇଗଲା ହେଇଗଲା ଘୁଞ୍ଚିଗଲା। ହୁଁ
ତାଙ୍କ ମାନଙ୍କ କଥାରେ ପୁରା ଜଗତ ଚଳେ। ହଁ ଦେଖ ଜଗତ ଚଳେ ତାଙ୍କ କଥାରେ, ତେଣୁ ସିଏ କହିଦେବେ ଘୁଞ୍ଚିଯା ଘୁଞ୍ଚିଯିବ। ମୁଁ ଏଗୁলো ବହୁ ସାଧୁଙ୍କ ସଂସ୍ପର୍ଶରେ ଆସିକି ଅନୁଭବ କରିଛି, ବହୁ ସାଧୁଙ୍କ ସଂସ୍ପର୍ଶରେ ଆସିଛି ଆଜ୍ଞା, ମୁଁ ଅନୁଭବ କରିଛି। ସେ ଏଇଠି ଯେ କହିବେ ପଚାରିବେ କଣ କହିବେ, କହିବେ ଖାଇଛୁ? ସେଠୁ ମୁଁ ବୁଝିଯାଏ, ମୁଁ କହେ ଖାଇଛୁ ମାନେ ସେଇ ଭାତ ଖାଇବା କଥା କହୁନାହାନ୍ତି। ସେ କହୁଛନ୍ତି ଯୋଉ କଥା ନିଶ୍ଚିତ ଭାବରେ ପ୍ରାଣ ସାଙ୍ଗରେ ସମ୍ପର୍କ କରିକି ଆସିଛୁ, ଖାଇଛୁ, ତାମାନେ ଜାଣିଛନ୍ତି ଏ କଣ କରିଛି, ଆସ ନା କାଇଁ ଏଠି।